ରାସ୍ତା ପାଲଟିଛି ଗାଈ ଗୁହାଳ, ବଢ଼ୁଛି ସମସ୍ୟା ଓ ଦୁର୍ଘଟଣା। ସୁକିନ୍ଦାଗଡ଼ ବଡ଼ଦାଣ୍ଡ ଜଗନ୍ନାଥ ମନ୍ଦିର ପାଖରୁ ଥାନା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାଲଟିଛି ଗୋରୁଗାଈଙ୍କ ବାସସ୍ଥଳୀ। ସେହି ରାସ୍ତା ଦେଇ ଶିଳ୍ପାଞ୍ଚଳ ବିଭିନ୍ନ କାର୍ଯ୍ୟରେ ଦୈନନ୍ଦିନ ହଜାର ହଜାର ଗାଡ଼ି ମଟର ଯାତାୟାତ କରୁଛି। ସନ୍ଧ୍ୟା ଓ ସକାଳୁ ଗୋରୁ ଗାଈ ଚରିସାରି ରାସ୍ତା ଉପରେ ଶୋଇ ରହୁଛନ୍ତି, ଯାହାଫଳରେ ରାସ୍ତାରେ ଗାଡ଼ି ଦୁର୍ଘଟଣା ଘଟୁଥିବା ଦେଖିବାକୁ ମଧ୍ୟ ମିଳିଛି। ଗୋପାଳକ ମାଲିକ ଗୋରୁ ଗାଈ ଛାଡ଼ିଦେଇ ଅଚିନ୍ତାରେ ରହିଯାଉଛନ୍ତି, ଯାହାଫଳରେ ବହୁ ଦୁର୍ଘଟଣା ଘଟୁଛି। ସେମାନେ ସନ୍ଧ୍ୟା ହେଲେ ନିଜ ଗାଈ ଗୋରୁଙ୍କୁ ଖୋଜି ଗୁହାଳକୁ ନେଉନାହାନ୍ତି। ଯେଉଁ ରାସ୍ତା ଅବରୋଧ ହେଉଛି ସେଥିପାଇଁ ଯେମିତି କାହାର ଦାୟିତ୍ୱ ବୋଲି କିଛି ନାହିଁ। ଦୁର୍ଘଟଣା ଘଟିଲେ ଧନଜୀବନ ହାନି ଘଟୁଛି, ସେଥିପାଇଁ ଦାୟୀ ହେବ କିଏ ବୋଲି ପ୍ରଶ୍ନ ଉଠିଛି। ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ସୁକିନ୍ଦାଗଡ଼ ରଥକରେ ଗୁଣ୍ଡିଚାବାଡ଼ି ପର୍ଯ୍ୟନ୍ତ ଯେଉଁ ବିଶ୍ୱସ୍ତ ଯେଉଁ ବଡ଼ଦାଣ୍ଡରେ ଗାଈ ଗୁଡ଼ିକୁ ଯେଉଁ ଅବରୋଧ ରାସ୍ତା କରିଛନ୍ତି, ତାହା ଜନସାଧାରଣଙ୍କର ବହୁତ ଅସୁବିଧା ହେଉଛି। ତାର କାରଣ ହେଉଛି ସୁକିନ୍ଦାଗଡ଼ରେ ବର୍ତ୍ତମାନ କାଞ୍ଜି ହାଉସ୍ ନାହିଁ। ଆଗରୁ କାଞ୍ଜି ହାଟ ଥିଲା। କାଞ୍ଜି ହାଟକୁ ଗୋଟେ ପରିଚାଳନା କରିବା ଏବଂ ଗାଈମାନଙ୍କୁ ଘରେ ରଖିବା ପାଇଁ ଏଟା ପ୍ରଶାସନର ଦାୟିତ୍ୱ ତଥା ନିର୍ବାଚିତ ପ୍ରତିନିଧିମାନଙ୍କ ଦାୟିତ୍ୱ। ପଞ୍ଚାୟତ ସମିତି ଅଛି, ସରପଞ୍ଚ ଅଛନ୍ତି ଏଠି। କିନ୍ତୁ ସୁକିନ୍ଦାଗଡ଼ ନିର୍ବାଚନ ମଣ୍ଡଳୀ ଏଇଟା ହେଡ଼କ୍ୱାର୍ଟର ସଦର ମହକୁମା, କିନ୍ତୁ ମେନ୍ ଜାଗାରେ ଗାଈ ଗୁଡ଼ିକ ସମ୍ପୂର୍ଣ୍ଣ ଅବରୋଧ କରୁଛନ୍ତି। ଏହାକୁ ନିନ୍ଦା କରୁଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ପ୍ରଶାସନକୁ ମୁଁ ତାଙ୍କର ଦୃଷ୍ଟି ଆକର୍ଷଣ କରିବି। ପ୍ରଶାସକମାନେ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରନ୍ତି।